ଜଗତ ନିୟନ୍ତା ତୁମେ ହର୍ତ୍ତାକର୍ତ୍ତା ସଂସାରର ଶିରୋମଣି ରତ୍ନ ସିଂହାସନେ ବିରାଜିଛ ପ୍ରଭୁ ଭକତ ମହୁଡ଼ମଣି। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଲୀଳା ହେଉଛି ଅପାର। ସେ କରୁଣାମୟ, ଭକ୍ତ ବତ୍ସଳ ଆଉ ପତିତ ପାବନ। ଶଙ୍ଖକ୍ଷେତ୍ର ପୁରୀର ଶ୍ରୀମନ୍ଦିରର ରତ୍ନସିଂହାସନରେ ବିରାଜିତ ବଡ଼ ଠାକୁର ବଳଭଦ୍ର, ମା ସୁଭଦ୍ରା ଏବଂ ସ୍ୱୟଂ ପ୍ରଭୁ ଶ୍ରୀ ଜଗନ୍ନାଥ। କୋଟି ଓଡ଼ିଆଙ୍କ ମହୁଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତି ଭାବରେ ବନ୍ଧା ଆଉ ଭକ୍ତର ଭକ୍ତିରେ ଛନ୍ଦା। ଜଗନ୍ନାଥ ସଂସ୍କୃତିରେ 12 ମାସରେ 13 ପର୍ବ ମଧ୍ୟରୁ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପତିତମାନଙ୍କୁ ଉଦ୍ଧାର କରିବା ସହିତ ନିଜ ଜନ୍ମବେଦୀକୁ ତଥା ଶ୍ରୀଗୁଣ୍ଡିଚାକୁ ରଥାରୂଢ଼ ହୋଇ ଭାଇ ଭଉଣୀଙ୍କ ସହିତ ଯାତ୍ରା କରିଥାନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ, ଯାହାକି ରଥଯାତ୍ରା ନାମରେ ପରିଚିତ। ଆଉ ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ। କେବଳ ପୁରୀ କାହିଁକି, ସମଗ୍ର ବିଶ୍ୱରେ ଏହି ତିଥିରେ ପାଳନ କରାଯାଉଛି ପବିତ୍ର ଘୋଷଯାତ୍ରା। କଥାରେ ଅଛି, ଯେଉଁ ଭକ୍ତ ନିଜର ଚର୍ମ ଚକ୍ଷୁରେ ରଥ ଉପରେ ରଥାରୂଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିଥାଏ ସେ ମୋକ୍ଷ ପ୍ରାପ୍ତି ହୋଇଥାଏ। ସେଥିପାଇଁ ପରା କୁହାଯାଏ, ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ। ତେବେ ଏହି ପରିପ୍ରେକ୍ଷୀରେ ପବିତ୍ର ରଥଯାତ୍ରାରେ ଆମେ ଯାଇ ପହଞ୍ଚିଥିଲୁ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାର ପାର୍ବଣ ମୁହୂର୍ତ୍ତରେ ଏବଂ ସେହି ମୁହୂର୍ତ୍ତରେ ସାଉଁଟିଥିଲୁ ସେହି ଭକ୍ତଭାବର ମୁହୂର୍ତ୍ତ ଗୁଡ଼ିକୁ, ଯାହା ବର୍ତ୍ତମାନ ଆପଣମାନଙ୍କ ନିକଟରେ ଉପସ୍ଥାପନ କରୁଅଛୁ। ଜୟ ଜଗନ୍ନାଥ।